ଆଜିର ଗପ ସିଂହ ଓ ମୂଷା ଗପ। ଗୋଟିଏ ଜଙ୍ଗଲରେ ଗୋଟିଏ ସିଂହଟିଏ ରହୁଥିଲା। ଦିନେ ସିଂହଟି ଶୋଇଥିବା ବେଳେ ଗୋଟିଏ ମୂଷା ତା ଉପରେ ଚଢ଼ି ନାଚିବାକୁ ଲାଗିଲା। ସିଂହ ଆଖି ଖୋଲି ଦେଖେ ତ ମୂଷାଟି ତା ଉପରେ ନାଚୁଛି। ହଠାତ୍ ସିଂହଟି ତା ପଞ୍ଜାରେ ମୂଷାଟିକୁ ଜାବୁଡ଼ି ଧରିଲା ଏବଂ କହିଲା, ଆଜି ମୁଁ ତତେ ଖାଇଯିବି। ମୂଷାଟି ଡରିଗଲା ଓ ଛାନିଆରେ କହିଲା, ସିଂହ ମହାରାଜ, ମୋତେ ଆପଣ ଛାଡ଼ି ଦିଅନ୍ତୁ। ମୁଁ ବହୁତ ଛୋଟିଆ ଜୀବଟାଏ। ଦରକାର ବେଳେ ଆପଣଙ୍କ କାମରେ ଆସିବି। ଆପଣ ଯେତେବେଳେ ଡାକିବେ ମୁଁ ସେତେବେଳେ ଆପଣଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିବି। ସତକୁ ସତ କିଛି ଦିନ ଗଲା ପରେ ସିଂହଟି ଗୋଟିଏ ଶିକାରୀର ଜାଲରେ ପଡ଼ିଯାଇଛି ଏବଂ ଗର୍ଜନ କରୁଛି। ସିଂହର ଗର୍ଜନ ଶୁଣି ମୂଷାଟି ହଠାତ୍ ଦୌଡ଼ି ଆସିଲା ଏବଂ ଦେଖିଲା ସିଂହଟି ଶିକାରୀ ଜାଲରେ ଫସିଯାଇଛି। ସେ ସାଙ୍ଗେ ସାଙ୍ଗେ ତା ଛୋଟ ଛୋଟ ଦାନ୍ତରେ ଜାଲଟିକୁ କାଟି ଟିକ୍ ଟିକ୍ କରି ପକାଇଲା ଏବଂ ସିଂହକୁ ଉଦ୍ଧାର କଲା। ସେଦିନଠାରୁ ସେମାନେ ଭଲ ବନ୍ଧୁ ଭାବରେ ସେଇ ଜଙ୍ଗଲରେ ରହିଲେ। ଦେଖିଲ ତ ପିଲାମାନେ, ପରର ଉପକାର କରିଥିଲେ ଦିନେ ନା ଦିନେ ତୁମର ମଧ୍ୟ ଉପକାର ହେବ।